ହଇରେ ଶଳା ମଣିଷ ନ ଖାଇ ନ ପିନ୍ଧି ପେଟକୁ ନ ଖାଇ ଧନ ସଞ୍ଚି ଚାଲିଛି ହେଲେ ଶଳା ଜାର ଜାତିକା ଛୁଆ ତାକୁ ଚୁରେଇ ଲୁଚେଇ ନେଇ ଖର୍ଚ୍ଚ କରି ଚାଲିଛି। ହେଲେ ଯାହା କୁହ ଶଳା ବଡ଼ ପୁଅଟା ମୋର ଖଣ୍ଡେ ସୁନା ସେଇଟା ମୋର ଅରିଜିନାଲ ମାନେ ଫୁଲ ଅରିଜିନାଲ ଛୁଆ ଆଉ ଶଳା ସାନଟା ବାପା କଣ 100 ଟଙ୍କା ଦେଲ ବାଇକରେ ତେଲ ପକେଇବି। ଚପ ସାଇକେଲ ନେଇ ପଳା ବେହି ପୁଅ ତୋ ବାପା 14 ପୁରୁଷରେ ଗାଡ଼ି ଚଢୁଥିଲୁ ନା ଶଳା କନ କନ ହେଇ ଭାଇଠୁ ଟଙ୍କା ନେଇ ଗାଡ଼ିଟା କିଣିଦେଲୁ। ଛୋଟ ଲୋକର ଛୋଟ କଥାବାର୍ତ୍ତା କ'ଣ ସାଇକେଲରେ ଯିବି ନା କହୁନ ଚାଲିକି ପଳେଇବି। ବାପା ତମେ ତ କିଛି ଜାଣିପାରୁନ ତମର ସ୍କ୍ରୁ ଢିଲା ହେଇଗଲାଣି। ବାପା କଟକ ଏଠୁ 180 କିଲୋମିଟର ଦୂର ମୁଁ ସାଇକେଲରେ କେମିତି ଯିବି ଯେ? ଆବେ ଶଳା ପମ୍ପ ଦେଇକି ଶଳା ପେଡାଲ ମାରିକି ଯିବୁ ରେ ବାପା। ହଁ ମୋ ଧନ ମୋ ଏକର ବଳା ବେଶୀ କେସନ ଏ ବୋପା କଥା ବାଲେ ଶଳା ଗାଡ଼ିଟାକୁ ତୁ ବିକି ଦେ ଆଉ ଯାହା ଟଙ୍କା ହବ ଆଣି ମୋ ବୁଜୁଳିରେ ପୁରେଇ ଦେ ବୁଝିଲ ନା ବାପା। ଆଉ ବୁଝିଲ ନା ବାପା ଶଳା ପେଡାଲ ମାଇଲେ ଦେହ ମନ ସୁସ୍ଥ ରହିବ। ବୁଝିଲ ନା ବାପା ତମେ ଏଇ ଯୋଉ ଟଙ୍କା ସବୁ ସଞ୍ଚିଛ ଏସବୁ ମଲାବେଳେ କ'ଣ ସାଙ୍ଗରେ ମଶାଣି ଦେଇକି ଯିବ? ଚୁପ୍ ଶଳା ସବୁ କହିବୁ ମରିବା କଥା ଜମା କହିବୁ କିରେ ହେ ଶଳା ମୁଁ ମରିଗଲେ ମୋ ବୁଜୁଳିଟା ଅନାଥ ହେଇଯିବନି। ବୁଝିଲ ନା ବାପା ତମ ପରିକା କାମ୍ପି ଲୋକ ଏ ୱାର୍ଲଡରେ ନଥିବେ। ଶଳା 4 ଦିନକରେ ଥରେ ରୋଷେଇ ହବ ସେଥିରେ ପୁଣି ପଖାଳ ଭାତକୁ ବାରି ଲେଉଟିଆ ଶାଗ ଏଗୁଡ଼ା କ'ଣ ମଣିଷ ଖାଆନ୍ତି? ହଇରେ ହେ ଶଳା ମୁଁ କ'ଣ ମଣିଷ ନୁହଁ ଶଳା ଏତେ ପାଠ ପଢ଼ିଛୁ ଏତିକି ଜାଣିପାରୁନୁ କିରେ ହେ ଶଳା ପଖାଳ ଖାଇଲେ ଦେହରେ ରକ୍ତ ହବ ଆଉ ବାରି ଲେଉଟିଆ ଖାଇଲେ ଆଖି ସଫା ରହିବ। ଏ ପିଲାଟା କିଛି ବୁଝିପାରୁନି ଆଉ ସେସବୁ ତମେ ଖାଅ ମୋର ସେସବୁ କିଛି ଖାଇବାର ନାହିଁ। ତମ ଦେହରେ ରକ୍ତ ହଉ ତମେ ଆହୁରି 120 ବର୍ଷ ବଞ୍ଚ। 120 କ'ଣ ବେ 120 କ'ଣ ଶଳା ମୁଁ ଆହୁରି 150 ବର୍ଷ ବଞ୍ଚ। ବାପା ତମେ ଯେତେ ବର୍ଷ ବଞ୍ଚୁଛ ବଞ୍ଚ ମୋର କିଛି ଅବଜେକ୍ସନ ନାହିଁ। ତମେ ଆଗ ଟଙ୍କାଟା ଦିଅ ନହେଲେ ତମ ବୁଜୁଳିଟା ଟାଣି ନେଇଯିବେ। ଇରେ ବାପା ମୋ ବୁଜୁଳିରେ ହାତ ମାର ନା ରେ ମୋ ପ୍ରାଣବାୟୁଟା ଠକ୍ କିନା ଛାଡ଼ିଯିବ। ତମେ ଦବ ନା ଦେଖିବ। ଏ ବାପା ଶୁଣ ତୁ ଯଦି କହୁଛୁ ଏତେ ଟଙ୍କା ତ ଦେଇ ହବନି ଦଉନ 1000 ଟଙ୍କା ଗୋଟେ ବାହାର କରିକି ଦଉନ। ହଉ ନେ ବାପା କ'ଣ କ'ଣ ଏ 10 ଟଙ୍କା? ଆବେ ଶଳା 5 ଟଙ୍କାର ତେଲ ପକେଇବୁ ଆଉ 5 ଟଙ୍କା ତୋର ଯାହା ଖର୍ଚ୍ଚ କରିବା କଥା କରିବୁ। ଆଉ ବୁଝିଲୁ ନା ବାପା ଆମେ ଫେରିଲା ବେଳକୁ ଏ ଜାପାନୀ ହୋଟେଲରୁ 2ଟା ଗରମ ସିଙ୍ଗଡ଼ା ଆଣିବୁ। ତମ ବୁନିଆଦିରେ କିଏ ସିଙ୍ଗଡ଼ା ଖାଇଥିଲା? 5 ଟଙ୍କାରେ 2ଟା ସିଙ୍ଗଡ଼ା। ଆଉ ଫାଇନାଲି ବାପା ଯାହା ଜଣା ପଡ଼ିଲାଣି ତମେ ଭଲରେ ଦବା ଲୋକ ନୁହଁ ମତେ ଝାମ୍ପିବାକୁ ପଡ଼ିବ। ମୋ କଥା ଟିକେ ନା ମୁଁ ତୋର ଗୋଟିଏ ବୋଲି ବାପାରେ ମୋ କଥା ଟିକେ ଶୁଣିରେ ବିଭୁ। ବୁଝିଲ ନା ଭାଇ ବାଇକରେ ତେଲ ପକେଇ ବୋଲି ବାପାଙ୍କୁ କେତେବେଳୁ 100 ଟଙ୍କା ମାଗିଲେଣି ବାପା ତ ଦଉନାହାନ୍ତି ଆଉ। ହଁ ଶଳା ଟଙ୍କା ଗଛ ତ ନଗେଇଛି ମାଗୁ ମାଗୁ ହଲେଇ ଦେବି ଝଡ଼ି ପଡ଼ିବ ଠନ୍ ଠନ୍ କରି ଗଣି ଦେବି ଆଉ। ଆରେ ବିଭୁ ହଁ ଭାଇ তোর যেତେବେଳେ যাহা দরকার হব মতে কইবি। এই শোন কুয়াড়ে গলা বে? এই নে এ বাপা আর পিলাটা ছোট পিলাটা দৌনাতি সাহায্য করিব। এ বাপা মু দেখুছি তম ହଇରେ ଚଣ୍ଡାଳ ଅକାଳ କୁସୁମାଣ୍ଡ ଶଳା ମାଗୁ ମାଗୁ 500 ଟଙ୍କା ବଢ଼େଇ ଦେଲୁ। ଓଇଖା 2 ମାସର ଘର ଖର୍ଚ୍ଚ ଦିନକର ପାଣିରେ ଭସେଇ ଦେଲୁ। ବାପା সে যদি এই বয়সের খরচ করবনি আর কেবে করব? କାଇଁ ଦିନକ ତ ମତେ ଟଙ୍କାଟା ଦେଇନୁ। দেবি বাপা তোমাকে আজ এত টাকা দেবি যে
ବସିକରି ଦିନ ରାତି ଗଣୁଥିବ ଟଙ୍କା ସରିବନି। କ'ଣ ଏତେ ଟଙ୍କା? ହଁ ହଁ ଆସୁନାହାନ୍ତି ଆସନ୍ତୁ। ତୁ ସତ କହୁଛୁ? ହଁ ମୁଁ ଦେବି ତମକୁ ଆସ।